ସୁରଗ୍ନାରେ ସୁରକୁ ବଚାଉଛି ମେଘନାଥ ମଞ୍ଚି ପରି ରାକ୍ଷସ ରକ୍ତରୁ ସେ ଜନ୍ମ ନେଲା କେମିତି? ସିଏ ବିଷଧର ସାପଠାରୁ ଆହୁରି ବିଷାକ୍ତ। ସିଏ ଜଙ୍ଗଲର ହିଂସ୍ର ବାଘଠାରୁ ଆହୁରି ଭୟଙ୍କର। ଯାର ମନ ବୋଲି କିଛି ନାହିଁ, ଯାର ହୃଦୟ ବୋଲି କିଛି ନାହିଁ, ଯିଏ ମଣିଷ ଜନ୍ମ ପାଇବା ପାଇଁ ଅଯୋଗ୍ୟ। ସେ ମୋ ବାପା, ମୁଁ ତାଙ୍କରି ଝିଅ। ବହୁତ କହିଗଲୁ, ବହୁତ ଶୁଣିଲି ମୁଁ। କିଛି ଶୁଣି ନାହାନ୍ତି ଆପଣ, କିଛି କହିନି ମୁଁ। ଏବେଠାରୁ କହିବା ଆରମ୍ଭ କଲି। ସେଦିନ ମୋ ମେଡିକାଲ ଖର୍ଚ୍ଚ ପାଇଁ 5 ଲକ୍ଷ ଟଙ୍କା କିଏ ଦେଇଥିଲ? ତମେ ନା ମୋ ସ୍ୱାମୀ? ସେଦିନ ମୋ ସ୍ୱାମୀଙ୍କର ବାହାଘର ବଡ଼ ସ୍ୱପ୍ନ ଥିଲା। କୁହ ମେଘନାଥ ମହାନ୍ତି, ସେ ମିଛି ମିଛିକା ବାହାଘର ବ୍ୟବସ୍ଥା କରିଥିଲା କିଏ? ତୁ ତାହେଲେ ସବୁ କଥା ଜାଣି ଯାଇଛୁ, ହେଲେ କଥା ଜାଣିନୁ ତମ 2 ଜଣକୁ ମାରିବା ପାଇଁ ତମ ଖାଇବାରେ ବିଷ ମିଶେଇଥିଲି ମୁଁ। ଦେବାଶିଷ ମାଧ୍ୟମରେ ତୋତେ ଆଇସିୟୁରେ ପକେଇ ଦେଇ ହସ୍ପିଟାଲ ବାହାରେ ପାଗଳ ପରି ଘୁରୁ ବୁଲୁଥିବା ସାଗରକୁ 5 ଲକ୍ଷ ଟଙ୍କା ଦେଇଥିଲି ମୁଁ, ଅବଶ୍ୟ ସେଇ ଦେବାଶିଷ ମାଧ୍ୟମରେ। ତାପରେ ସାଗର ବାହାଘର, ତାପରେ ଆଉ ତାପରେ ଝିଅ ଜଣଙ୍କ ପାଇଁ ଏସବୁ କାମ ଯିଏ କରିପାରେ ତାକୁ କଣ ବାପା କୁହାଯାଏ? ଆଉ କନିଆ ବେଚରେ ଭେଦିକି ଯିବା ପରିବର୍ତ୍ତେ ଯେ ପ୍ରେମିକ ସହିତ ଫେରା ନେଇଥାଏ ତାକୁ କଣ ଝିଅ କୁହାଯାଏ? ସେଦିନ ସେ ଦୃଶ୍ୟ ଏବେ ବି ମୋ ଆଖି ଆଗରେ ନାଚି ଯାଉଛି। ସେ ବେଦୀ ପାଖରେ ମୁଁ ସେଦିନ ପାଗଳ ହେଇଯାଇଥିଲି, ପାଗଳ। ମତେ ପଚାରିଲା ତମ ଝିଅ କୁଆଡେ ଗଲା? ସେମାନେ ଗୋଟାଏ ପରେ ଗୋଟାଏ ମତେ ପଚାରିଲେ, କୁହ ମାଚିରି ବାବୁ କୁଆଡେ ଗଲା ତମ ଝିଅ? ସେଇ ବେଦୀ ପାଖରେ ମୁଁ ସେଦିନ ପାଗଳ ହେଇଯାଇଥିଲି, ପାଗଳ। ଆଜି ଯାହା କରିଛି ମୁଁ ଠିକ କରିଛି। ଆଉ ଏବେ ମୁଁ ଯାହା କରିବି ସବୁ ଠିକ କରିବି।